ମାଟି ଉଠିଛି ତାହା ବନ୍ୟା ଜଳରେ ଆସିକି ହୀରାକୁଦ ବନ୍ଧରେ ଗଚ୍ଛିତ ହଉଛି। ହୀରାକୁଦର ବନ୍ଧର ଡ୍ୟାମର ଜଳ ଧାରଣ କ୍ଷମତା କମୁଛି, ଯାହା ଫଳରେ ବନ୍ୟା ହେଲେ ଅଧିକ ପାଣି ସେ ଛାଡୁଛନ୍ତି, ମରୁଡି ହେଲେ ପାଣି ସମସ୍ତ ବନ୍ଦ ହେଇଯାଉଛି। ଆଜି ଦିନର ଯୋଉ ଅବସ୍ଥା, ହୀରାକୁଦ ବନ୍ଧ ଖୋଳିବା ଏବଂ ସଫେଇ କରିବା ପାଇଁ ତତ୍ପରତା ଓଡ଼ିଶା ସରକାରଙ୍କର ନାହିଁ। ଛତିଶଗଡ଼ ସରକାର ତାର ତ କମ୍ପାନୀ ମାନଙ୍କୁ ନେଇକି ଯାହା କରିବା କଥା କରିଯାଇଛି, ଟ୍ରିବ୍ୟୁନାଲରେ ତା ପକ୍ଷ ବି ରଖୁ। ଇଏ ସମ୍ପୂର୍ଣ୍ଣ ଏକ ଜନ ବିରୋଧୀ କାର୍ଯ୍ୟକ୍ରମକୁ ନଦୀକି ମାରିବା ଏବଂ ନଦୀ ମାରିଲେ ଜୀବନ ମରିବ, ପଶୁପକ୍ଷୀ ମରିବେ, ମଣିଷ ମରିବେ। ଇଏ ହେଲା ଆଜି ଦିନର ବାର୍ତ୍ତା ମହାନଦୀ ବଞ୍ଚାଅ ଆନ୍ଦୋଳନ। ସହାୟତାରେ ପାଣି ନଉଥିଲେ ଏବେ ବିରୋଧ ହଉଛି, ସେଟା ଦେଖଉଛି ତା ଡିଟେଲ। ସେଟା ମହାନଦୀର ତଳ ଭାଗର ବାକି ଏରିଆ ନୁହେଁ, ସମ୍ବଲପୁରର। ତେଣୁ ସେଇଟା